ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ଆଶ୍ୱସ୍ତି ଦେଲେ ପରିବହନ ବିଭାଗ। ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ PUCC ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବଡ଼ ଘୋଷଣା କରିଛି ପରିବହନ ବିଭାଗ। ଲୋକେ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବାହାର କଲେ ସରକାର ଜରିମାନା କ୍ଷମା କରିଦେବେ। ପୂର୍ବରୁ ଯେତେଥର ବି ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ କଟିଥିବା ଚାଲାଣ ଲାଗି ଜରିମାନା ଦେବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ଖବର, ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି। ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। 2024-25 ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ 1,68,966 ଟଙ୍କାରେ ପହଞ୍ଚିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ଭାରତର ଅର୍ଥନୈତିକ ସର୍ଭେ 2025-26 ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ ଓଡ଼ିଶାର ଦବଦବା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶର ଟପ୍ 3 ସୂର୍ଯ୍ୟମୁଖୀ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ସେହିପରି ରାଜ୍ୟରେ ବ୍ୟାଙ୍କ ଜମା ପରିମାଣ 5.83 ଲକ୍ଷ କୋଟିକୁ ବୃଦ୍ଧି ପାଇଛି, ଯାହା ଲୋକଙ୍କ ସଞ୍ଚୟ ଏବଂ ନିବେଶ କ୍ଷମତା ବଢ଼ୁଥିବାର ସୂଚନା ଦେଉଛି। ପରବର୍ତ୍ତୀ ଖବର, UGC ନିୟମରେ ସୁପ୍ରିମକୋର୍ଟଙ୍କ ରୋକ। ସୁପ୍ରିମକୋର୍ଟ ଗୁରୁବାର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ UGCର ଜାତିଗତ ବୈଷମ୍ୟ ପରିଭାଷା ସମ୍ପର୍କିତ ନୂଆ ନିୟମକୁ ସ୍ଥଗିତ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ UGCର ନୂଆ ନିୟମକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ଶୁଣାଣି କରି କେନ୍ଦ୍ର ସରକାର ଓ UGCକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ 19 ତାରିଖରୁ ଧାର୍ଯ୍ୟ କରିବା ସହିତ ଏହି ସମୟ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଉଚ୍ଚଶିକ୍ଷା ସମାନତା ପ୍ରୋତ୍ସାହନ ନିୟମାବଳୀ 2026 କେବଳ SC, ST ଓ OBC ବର୍ଗ ପାଇଁ ଜାତିଭିତ୍ତିକ ଭେଦଭାବ ଅଭିଯୋଗ ବ୍ୟବସ୍ଥାକୁ ସୀମିତ ରଖିଛି। ପରବର୍ତ୍ତୀ ଖବର, ରେକର୍ଡ ଭାଙ୍ଗିଲା ସୁନା ଦର। ସୁନା ରୂପାରେ ବଡ଼ ଡିଆଁ। ଦର ଏତେ କି ହାତ ମାରିବା ତ ଦୂରର କଥା, ଦେଖିବାକୁ ବି ଡର ଲାଗୁଛି। ଗୋଟିଏ ଦିନରେ ସୁନା 10,000 ବଢ଼ିଥିବା ବେଳେ ରୂପା 25,000 ବଢ଼ିଛି। ଗୋଟିଏ ଦିନରେ 22 କ୍ୟାରେଟ ସୁନା ବଢ଼ିଛି 10,000ରୁ ଅଧିକ ଟଙ୍କା। ସେହିପରି 24 କ୍ୟାରେଟ ସୁନା 1,78,000ରୁ ଅଧିକ ରହିଛି। 10 ଦିନରେ 22 କ୍ୟାରେଟ ସୁନା 26,000ରୁ ଅଧିକ ବଢ଼ିଛି। 24 କ୍ୟାରେଟ ପ୍ରାୟ 30,000 ଟଙ୍କା ବଢ଼ିଛି। ପରବର୍ତ୍ତୀ ଖବର, ଠିକାଦାରମାନଙ୍କ ପାଇଁ ନୂଆ ବ୍ୟବସ୍ଥା। ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରମାନଙ୍କ ପାଇଁ ନୂଆ ବ୍ୟବସ୍ଥା। ଠିକାଦାର ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସରଳ ଓ କାର୍ଯ୍ୟକ୍ଷମ କରିବାକୁ ଠିକାଦାର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ 3.0ର ଶୁଭାରମ୍ଭ ହୋଇଛି। ପୂର୍ତ୍ତ ବିଭାଗ ବ୍ୟତୀତ ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଗ୍ରାମ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ଏହି ବ୍ୟବସ୍ଥା ଆପଣାଇବେ। CDMA 3.0, AIML ଏବଂ ଡାଟା ଆନାଲିଟିକ୍ସ ଭଳି ପ୍ରଯୁକ୍ତି ଯୋଡ଼ି ହେବ। ଗୋଟିଏ ପ୍ୟାନ୍, ଗୋଟିଏ ଲାଇସେନ୍ସ ପ୍ରଣାଳୀ ଦ୍ୱାରା ଦୁର୍ନୀତି ହ୍ରାସ ଓ କାମର ଗୁଣବତ୍ତା ଉପରେ ନଜର ରଖାଯିବ। ଏହି ନୂଆ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପରବର୍ତ୍ତୀ ଖବର, ଡ୍ରେନ୍ ଉପରେ ଗାଡ଼ି ରଖିଲେ ଗଣିବେ ମୋଟା ଅଙ୍କର ଫାଇନ୍। ଏଣିକି ବକ୍ସ ଡ୍ରେନ୍ ଉପରେ ଗାଡ଼ି ରଖିବା ଦ୍ୱାରା ପଡ଼ିବ ମହଙ୍ଗା। ବକ୍ସ ଡ୍ରେନ୍ ଉପରେ ବେଆଇନ ପାର୍କିଂ କଲେ ଗାଡ଼ି ଉଠାଇବା ସହ ମୋଟା ଅଙ୍କର ଜରିମାନା ଲଗାଇବେ କମିଶନରେଟ ପୋଲିସ। ଦୈତାରୀ ସାହୁ ଆଳୁ ଗୋଦାମଠାରୁ ଆରମ୍ଭ କରି
ବାରପଥର ପର୍ଯ୍ୟନ୍ତ ଥିବା ବକ୍ସ ଡ୍ରେନ୍ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ଅନ୍ୟପଟେ ଯାନବାହନ ସଂଖ୍ୟା ବୃଦ୍ଧି ହେଉଥିବା ଯୋଗୁଁ ଜନସାଧାରଣଙ୍କ ଗାଡ଼ି ପାର୍କିଂ ନିମନ୍ତେ କଟକ ମହାନଗର ନିଗମ କିଛି ବିକଳ୍ପ ବ୍ୟବସ୍ଥା କରୁ ବୋଲି ଦାବି କରିଛନ୍ତି କଟକବାସୀ। ପରବର୍ତ୍ତୀ ଖବର ଗୁଟ୍ଖା ବ୍ୟାନ୍ ଉପରେ କଡ଼ା ଚଢ଼ାଉ ପରେ ଜବତ ଗୁଟ୍ଖା ପୋଡ଼ିଲେ ଅଧିକାରୀ। ଓଡ଼ିଶାରେ 42% ଯୁବକ ଗୁଟ୍ଖା ଓ ତମାଖୁ ସେବନ କରନ୍ତି, ଯାହା ଜାତୀୟ ହାରଠାରୁ 2 ଗୁଣ ଅଧିକ। ତେଣୁ ନିକଟରେ ଗୁଟ୍ଖା ଓ ପାନ ମସଲାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରିବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନିରନ୍ତର ଚଢ଼ାଉ ଜାରି ରହିଛି। ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗୋଦାମରେ ଚଢ଼ାଉ କରି ପ୍ରାୟ 20 ବସ୍ତା ବେଆଇନ ଗୁଟ୍ଖା ଜବତ କରିଛି ସ୍ୱତନ୍ତ୍ର ସ୍କ୍ୱାଡ୍। ପରବର୍ତ୍ତୀ ଖବର ଫେବୃଆରୀ 1ରୁ ବଡ଼ ପରିବର୍ତ୍ତନ, ଫାସ୍ଟାଗ ଓ ଜମି ପଞ୍ଜୀକରଣରେ ନୂଆ ନିୟମ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଫାସ୍ଟାଗ ସହିତ ଜଡ଼ିତ ଏକ ପ୍ରମୁଖ ପ୍ରକ୍ରିୟାକୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ 1 ତାରିଖରୁ ଫାସ୍ଟାଗ ଅଲଗା ହେବା ପରେ ଆଉ ନୋ ୟୋର ଭାଇକେଲ୍ ଯାଞ୍ଚ ଆଉ ଆବଶ୍ୟକ ହେବ ନାହିଁ। ପୂର୍ବରୁ ଏହି ପ୍ରକ୍ରିୟାରେ ବ୍ୟବହାରକାରୀମାନଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ଏବଂ ଯାଞ୍ଚରେ ଅନେକ ସମୟ ଦେବାକୁ ପଡୁଥିଲା। ନୂଆ ନିୟମ ଅନୁଯାୟୀ ଟ୍ୟାଗ ଜାରି କରିବା ପୂର୍ବରୁ ସମସ୍ତ ଯାନବାହନ ସୂଚନା ଯାଞ୍ଚ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ଦାୟୀ ରହିବେ। ପରବର୍ତ୍ତୀ ଖବର ମହଙ୍ଗା ଆଳୁର ମାଲିକ କିଏ? କିଛି ମାସ ପୂର୍ବରୁ ଆଳୁକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି। ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁନଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫଳରେ କିଲୋ ପିଛା 60 ଟଙ୍କା ଯାଏଁ ହୋଇଥିଲା ଦର। ଏବେ କିନ୍ତୁ ବେଙ୍ଗଲ ସମେତ ଉତ୍ତରପ୍ରଦେଶରୁ ନିୟମିତ ଆଳୁ ଆସୁଛି। ଆମ ରାଜ୍ୟରେ ବି ଉତ୍ପାଦନ ହୋଇ ନୂଆ ଆଳୁ ବାହାରିଲାଣି। ତଥାପି କାହିଁକି ଆଳୁ କିଲୋକୁ 20 ଟଙ୍କା ଦେବାକୁ ପଡୁଛି? ହୋଲସେଲରେ ଦର କିଲୋ ପିଛା 6ରୁ 7 ଟଙ୍କା ଥିବା ବେଳେ ଗ୍ରାହକଙ୍କଠାରୁ 12ରୁ 13 ଟଙ୍କା ଆଦାୟ କରାଯାଉଛି। ପ୍ରଶ୍ନ ହେଲା, ଗ୍ରାହକଙ୍କୁ ଲୁଟୁଛି କିଏ? ପରବର୍ତ୍ତୀ ଖବର କାହିଁକି ଖସୁଛି ଟଙ୍କାର ମୂଲ୍ୟ? ଆମେରିକା ଡଲାର ତୁଳନାରେ ରେକର୍ଡ ତଳକୁ ଖସିଲା ଟଙ୍କା। ଆଜି $1ର ମୂଲ୍ୟ 92 ଟଙ୍କା ପାର କରିଛି, ଯାହାଦ୍ୱାରା ଟଙ୍କାର ମୂଲ୍ୟ ରେକର୍ଡ ସ୍ତରରୁ ଖସିଛି। ଭାରତୀୟ ମୁଦ୍ରା ଚଳିତ ବର୍ଷ 2.5% ହ୍ରାସ ପାଇଛି। ତେବେ ଆମେରିକା ଫେଡରାଲ ରିଜର୍ଭ ଏହାର ରେପୋ ହାର ହ୍ରାସର ବିରତି କରିବା ପରେ ଟଙ୍କା ଦୁର୍ବଳ ହୋଇଛି। ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଟଙ୍କା ଦୁର୍ବଳ ହେବାର କାରଣ ଓ ଏହାକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି। ପରବର୍ତ୍ତୀ ଖବର ଖୁବ୍ ଶୀଘ୍ର ଆରମ୍ଭ ହେବ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାମ। ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ପୁଣି ଥରେ ସ୍ମାର୍ଟ ସିଟିବାସୀଙ୍କ ମଧ୍ୟରେ ନୂଆ ଆଶା ଦେଖାଦେଇଛି। ହେଲେ ବିମାନ ବନ୍ଦର କାମ କେବେ ପୂର୍ଣ୍ଣାଙ୍ଗ ହେବ ସେ ନେଇ ସ୍ପଷ୍ଟ ସମୟସୀମା ଜାରି ହୋଇନି, ଯାହାକୁ ନେଇ ବର୍ଷ ବର୍ଷ ଧରି ଘୋଷଣା ଓ ଆଶ୍ୱାସନା ଭିତରେ ଆଶାବାଦୀ ଥିବା ରାଉରକେଲାବାସୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗୁଛି। ପରବର୍ତ୍ତୀ ଖବର ଅସୁରକ୍ଷିତ ରାଜପଥରେ ନିତି ଘଟୁଛି ଦୁର୍ଘଟଣା। କଟକରେ 3 ବର୍ଷରେ ଗଲାଣି 322 ଜୀବନ। ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଜରିମାନା ତ କଟୁଛି, ମାତ୍ର ଅସୁରକ୍ଷିତ ରାଜପଥ ପ୍ରତି ଯେମିତି କାହାର ନଜର ନାହିଁ। ନିତି ଘଟୁଛି ଦୁର୍ଘଟଣା, ଅକାରଣରେ ଯାଉଛି ଜୀବନ। ଗୋଟିଏ ପଟେ ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଏପଟେ କିନ୍ତୁ ଚିନ୍ତା ବଢ଼ାଉଛି ବଢ଼ୁଥିବା ଦୁର୍ଘଟଣା। କଟକ କମିଶନରେଟ୍ ପୁଲିସ ଅଧୀନରେ ଥିବା 4ଟି ଥାନା ଅଞ୍ଚଳରେ ଦୁର୍ଘଟଣାକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। 3 ବର୍ଷ ଭିତରେ ମୋଟ 846 ଦୁର୍ଘଟଣାରେ ଯାଇଛି 322 ଜଣଙ୍କ ଜୀବନ। ଏଥିସହ 320 ଜଣ ଆହତ ହୋଇଛନ୍ତି, ଯାହାକୁ ନେଇ ବଢ଼ିଛି ଚିନ୍ତା।
ପରବର୍ତ୍ତୀ ଖବର ଆସିଗଲା ନୂଆ ଆଧାର ଆପ୍। ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ UIDAI ଆଜି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଯତୀନ ପ୍ରସାଦଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଏକ ନୂତନ ଆଧାର ମୋବାଇଲ ଆପ୍ଲିକେସନ ଲଞ୍ଚ କରିଛି। ଏହି ନୂତନ ଆପ୍ ପୂର୍ବରୁ ଥିବା ଆଧାର ଆପ୍ ଠାରୁ ଯଥେଷ୍ଟ ଭିନ୍ନ ଏବଂ ଉନ୍ନତ ଫିଚର ପ୍ରଦାନ କରିବ। ପୂର୍ବରୁ ଆପଣଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଅପଡେଟ୍ କରିବା ପାଇଁ ଆଧାର କେନ୍ଦ୍ରକୁ ନିଜ ଆଧାର କାର୍ଡର ଫିଜିକାଲ କପି ନେବାକୁ ପଡୁଥିଲା, କିନ୍ତୁ ଏବେ ତାହାର ଆଉ ଆବଶ୍ୟକତା ପଡ଼ିବ ନାହିଁ। ପରବର୍ତ୍ତୀ ଖବର, ଚାଷୀ ପରିବାରକୁ 5 ଲକ୍ଷ। ଉତ୍ତରପ୍ରଦେଶରେ ଚାଷୀଙ୍କର ଦୁଃଖ ଏବଂ କେତେକ ସମୟରେ ଅପ୍ରତ୍ୟାଶିତ ଦୁର୍ଘଟଣା ଚାଷୀ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିପାରେ। ଏହାକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 2019 ମସିହାରେ ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଅଧୀନରେ ଯଦି ଜଣେ ଚାଷୀ ଚାଷ କରିବା ସମୟରେ କିମ୍ବା ଅନ୍ୟ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି କିମ୍ବା ଅକ୍ଷମ ହୋଇଯାଆନ୍ତି, ତେବେ ତାଙ୍କ ପରିବାରକୁ ସର୍ବାଧିକ 5 ଲକ୍ଷ ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ରାଶି ସଙ୍କଟ ସମୟରେ ପରିବାର ପାଇଁ ଅତ୍ୟନ୍ତ ସହାୟକ ପ୍ରମାଣିତ ହୁଏ। ପରବର୍ତ୍ତୀ ଖବର, 100 କୋଟି ଛୁଇଁବ ଇଣ୍ଟରନେଟ୍ ୟୁଜର। ଭାରତରେ ଡିଜିଟାଲ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଇଣ୍ଟରନେଟ୍ ଆଣ୍ଡ ମୋବାଇଲ ଆସୋସିଏସନ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ 2025 ସୁଦ୍ଧା ଭାରତରେ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 95 କୋଟି ଟପିଛି। ଭାରତର ମୋଟ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ 57% ଅର୍ଥାତ୍ ପ୍ରାୟ 548 ମିଲିୟନ ବ୍ୟବହାରକାରୀ ଗ୍ରାମାଞ୍ଚଳର ଅଟନ୍ତି। ତେବେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ 4 ଗୁଣ ଅଧିକ ବେଗରେ ବଢୁଛି।